ଶୀତ ମାସର ଫ୍ରେଶ୍ ଫ୍ରେଶ୍ ଫୁଲକୋବିରେ ଆମେ ବିଭିନ୍ନ ପ୍ରକାର ତରକାରୀ ଭଜା ଖାଇ ସାରିଛୁଁ। ଆଉ ଖାଇ ଖାଇ ଗୋଟେ ପ୍ରକାର ବୋର୍ ଲାଗ୍ଲାନ। ତ ଏଛେଙ୍କା ଇ ଭିତରେ କିଛି ଗୋଟେ ଅଲଗା କବାକେ ଚାହିଁଲେ ଇଟା ହଉଛେ ଗୋଟେ ବଢ଼ିଆ ଅପସନ୍ଟେ ଚିଲି କୋବି। ନମସ୍କାର, ଚନ୍ଦ୍ରକାନ୍ତି ଓଡ଼ିଆ ଫୁଡିଜ୍ରେ ଆପଣଙ୍କୁ ବହୁତ ବହୁତ ସ୍ୱାଗତ। ଆଉ ଆଜିର ଏଇ ରେସିପି ହେଲା ଚିଲି କୋବି, ଯେନ୍ଟାକି ଖାଇବାର୍ ଲାଗି ଦେଖବାର୍ ଲାଗି ଏକଦମ ବଢ଼ିଆ ଲାଗୁଛେ। ଆଉ ଛୋଟରୁ ବଡ଼ ସମସ୍ତଙ୍କର ଲାଗି ଗୋଟେ ଫେଭରେଟ୍ ଜିନିଷଟେ ଏ। ସମସ୍ତେ ବହୁତ ପସନ୍ଦରେ ଏଇଟା ଖାଇସନ୍। ତ ବନାବାରଟା ଏକଦମ ଇଜି ଏ। ଆଉ ଘରେ ଯଦି ଆମେ ବନେଇକି ଦେଇପାରୁଛୁଁ ତ କାଁକରି ନାଇଁ ବନାମା। ତ ଚାଲୁନ୍ ଆଜିର ଏଇ ରେସିପିରେ ଦେଖ୍ମା। ଆଉ ଏଇ ଚିଲି କୋବି ବନାବାର୍ ଲାଗି ଦେଖୁନ୍ ମୁଇଁ ନେଇଛେଁ ଗୋଟେ ମିଡ଼ିୟମ୍ ସାଇଜ୍ର ପୁରାପୁରି ଫ୍ରେଶ୍ କୋବି। ପହଲା ଆମେ କୋବିକେ ଟିକେ ଧୁଇଦେମା। ତାରପରେ ଯେନ୍ ପାଖୁଡ଼ାମାନେ ଅଛି ଇସବୁକେ ଅଲଗାମା, ମାନେ କୋବିନୁ ଛିଡ଼େଇକି ରଖ୍ମା। ତାରପରେ ଯେନ୍ଟା ଛୋଟ୍ ଥିବା ତାକେ ରଖିଦେମା। ଆଉ ଯେନ୍ଟା ବଡ଼ ବଡ଼ ଥିବା ତାକେ ବଡ଼ ବଡ଼ ଖଣ୍ଡ କରୁ ଟିକେ ଛୋଟ ଛୋଟ ଖଣ୍ଡ କରି କାଟିକିରି ରଖ୍ମା। ବେଶୀ ବଡ଼ ବଡ଼ ନାଇଁ କି ବେଶୀ ଛୋଟ ଛୋଟ ନାଇଁ, ମିଡ଼ିୟମ୍ ସାଇଜ୍ରେ କାଟି କାଟି ରଖ୍ମା। ତାରପରେ ଆମେ କୋବିଟା ବନାମା। ତ ଦେଖୁନ୍ ଇ ପ୍ରକାରେ ସବୁ କୋବିମାନଙ୍କୁ ଛିଡ଼ିକି ରଖ୍ଲା ପରେ ଯେହେତୁ କୋବିଟା ଆମର ଆଗରୁ ଧୁଆ ହେଇସାରିଛେ, ଇଟାକେ ଆଉ ଧୁଇବାର୍ ନାଇଁନ। ଆଉ ଯଦି ଆପଣମାନେ ଧୁଇବାକେ ଚାହୁଁଛନ୍ ବେଲେ ଇ ବେଲ୍କେ ଧୁଇଦେବେ। ଆଉ କାଟିକିରି ଆଉ ନାଇଁ ଧୁଇବେ, ନାହେଲେ ପ୍ୟାନ୍ ଭିତରେ ରହିଯିବା। ଆଉ ଆମର ଯେନ୍ ଆଗ୍କେ ଯେନ୍ ଛାନ୍ମା କୋବିଟା ପାନିଆ ପାନିଆ ହେଇଯିବା। ତ ଦେଖୁନ୍ ଟିକେ ବଡ଼ ଖଣ୍ଡର ଏଇ କୋବିକେ ମୁଇଁ ଇ ପ୍ରକାରେ ଚାରି ଚାରି ଖଣ୍ଡ କରି କାଟିକି ରଖ୍ଲି। ଆଉ ଯେନ୍ ଛୋଟ ଛୋଟ କୋବି ଅଛେ ଇଟାକେ ଜଷ୍ଟ ଖାଲି 2 ଖଣ୍ଡ କରିଦେମା। ଟିକେ ବଡ଼ ବଡ଼ ପିସ୍ ହେଇକି ଥିବା ବେଲେ ଚିଲି କୋବିଟା ବଢ଼ିଆ ଲାଗ୍ବା ଖାଇବାର୍ ଲାଗି। ତ ଇ ପ୍ରକାରେ ସବୁ କୋବିକେ ଆମେ ରେଡ଼ି କର୍ମା। ତାରପରେ ଆମେ ଯିମା ନେକ୍ସଟ ପ୍ରୋସେସ୍କେ। ନେକ୍ସଟ ପ୍ରୋସେସ୍ରେ ଇଟାକେ ଆମେ ଛାନ୍ବାର୍ ଲାଗି ଗୋଟେ ଘୋଲ୍ଟେ ବନାମା। ତ ଦେଖୁନ୍ ଗୋଟେ ବଡ଼ ବାଉଲ୍ଟେ ମୁଇଁ ନେଇଛେଁ। ସେଥିରେ ଇଛା ଦେଇଦେମି ମୁଇଁ କର୍ଣ୍ଣଫ୍ଲୋର୍। ଆଉ କର୍ଣ୍ଣଫ୍ଲୋର୍ ଆଉ ମଇଦା ଆମେ ନେମା ଇଛା ଏଇଥିରେ। ତ କର୍ଣ୍ଣଫ୍ଲୋର୍ ଆଉ ମଇଦା ଆପଣମାନେ ସମାନ ପରିମାଣ ବି ନେଇପାରିବେ, ନାହେଲେ କମ୍ ବେଶୀ କରିକି ବି ନେଇପାରିବେ। ତ ଦେଖୁନ୍ ମୁଇଁ ନେଲି 2 ଚାମଚ କର୍ଣ୍ଣଫ୍ଲୋର୍ ଆଉ ତାର୍ ସାଙ୍ଗେ ନେଲି 3 ରୁ 4 ଚାମଚ ମଇଦା। ସ୍ୱାଦ ଅନୁସାରେ ଟିକେ ନୁନ୍ ଦେମା। ତାରପରେ ଦେମା ହଳଦୀ। ତାର୍ ସାଙ୍ଗେ ଦେମା କାଶ୍ମୀରୀ ରେଡ୍ ଚିଲି ପାଉଡ଼ର୍। ଆଉ ଟିକେ ହାଲକା କଲର୍ ଲାଗି ଫୁଡ୍ କଲର୍, ଯେନ୍ଟାକି ରେଡ୍ କଲର୍ ଦେବା। ଇଟା ପୁରାପୁରି ଅପସନାଲ୍ ଏ। ଆପଣମାନେ ଚାହିଁବେ ବେଲେ ଦେବେ, ନାଇଁ ଦେଲେ ବି କିଛି ଅସୁବିଧା ନାଇଁନ। ତାର୍ ସାଙ୍ଗେ ଦେମା ଏଥିରେ ଅଦା ଲେସୁନ୍ର ପେଷ୍ଟ ଟିକେ। ତାରପରେ ବଢ଼ିଆ ଭାବେ ସବୁକେ ମିଶେଇ ଦେମା। ଆଉ ତାରପରେ ଇଟାକେ ପ୍ୟାନ୍ ଦେଇକିରି ଗୋଟେ ଘୋଲ୍ଟେ ବନାମା। ଆଉ ପ୍ୟାନ୍ଟା ଏକା ସାଙ୍ଗେ ଆମେ ନାଇଁ ଦେଇଦଉଁ, ଟିକେ ହାଲକା ହାଲକା କରି ଆମେ ପ୍ୟାନ୍ ଦେଇତେଲ୍ ଯିମା। ଆଉ ଇଟାକେ ମିଶା ଦେଲ୍ ଯିମା, ଯେନ୍ଥିରେ କି ଘୋଲ୍ଟା ଆରାମସେ ଆମର୍ ନିଜର୍ ହିସାବେ ହେଇପାରବା। ନାଇଁ ହେଲେ ଏକା ସାଙ୍ଗେ ଯଦି ପ୍ୟାନ୍ ଦେଇଦେମା ବେଲେ ପାନିଆ ହେଇଯିବା। ଆଉ ଏକଦମ୍ କୋବି ସାଙ୍ଗେ ଲାଗିକି ନାଇଁ ରହେ। ତ ହେଥିଲାଗି ଆମକୁ ଧୀରେ ଧୀରେ କରି ନିଜର୍ ପତରେ ଆମକୁ ଏଥିରେ ପ୍ୟାନ୍ ଦେବାକେ ପଡ଼୍ବା। ତ ଦେଖୁନ୍ ଧୀରେ ଧୀରେ କରି ପ୍ୟାନ୍ ଦେଇକରି ସବୁକେ ମିଶେଇ ମିଶେଇ କରି ମୁଇଁ ଯେତେବେଲେ ଘୋଲ୍ଟା ବନାଲି, ଦେଖୁନ୍ କେତେ ବଢ଼ିଆ ଭାବେ ରେଡ଼ି ହେଇସାରଲାନ। ଆଉ ଫୁଡ୍ କଲର୍ ଯେହେତୁ ସେଥିରେ ଦିଆହେଇଛେ ତ ତାର୍ କଲର୍ଟା ବି କେତେ ସୁନ୍ଦର ଆସିଛେ ଦେଖୁନ୍। ଆଉ ଇ ପ୍ରକାରେ ବେଶୀ ବହଲିଆ କି ବେଶୀ ପାନିଆ ନାଇଁ କରିକିରି ଏନ୍ତା କରି ଘୋଲ୍ଟା ବନାବେ। ଦେଖୁନ୍ କେତେ ବଢ଼ିଆ ହେଇଛେ ନା, ଯେନ୍ଟାକି ପୁରାପୁରି କୋବି ସାଙ୍ଗେ ଲୁଟ୍ପୁଟ୍ ହେଇକି ରହିଯିବା। ନାଇଁ ହେଲେ ବେଶୀ ପାନିଆ ହେଇଗଲେ କୋବି ଥିରେ ଆଉ ଲାଗିକି ନାଇଁ ରହେ। ତ ହେଥିଲାଗି ଆମକୁ ଇ ପ୍ରକାରେ ବନାବାକେ ପଡ଼୍ବା। ତ ଦେଖୁନ୍ ଏଛେଙ୍କା ଯାହା ସବୁ କୋବି ଆମେ କାଟିକି ରଖିଥିଲା ସେ ସବୁ ଏଛେଙ୍କା ଏଥିରେ ଦେଇଦେମା। ଆଉ ଭଲ୍କି ମିକ୍ସ କର୍ମା, ଯେନ୍ତାକି କୋବିର ଉପରେ ବଢ଼ିଆ କୋଟିଂ ସବୁ ଲାଗିଯିବା। ଆଉ ଦେଖୁନ୍ ଏଛେଙ୍କା ସବୁ କୋବିକେ ବଢ଼ିଆ ଭାବେ ଆମେ ଘୋଲ୍ଟେ ମିଶେଇ ସାରିଲା ପରେ କୋବିର ମାନଙ୍କର ଉପରେ ବଢ଼ିଆ ଗୋଟେ କୋଟିଂ ପୁରା ଆସିଗଲାନ। ମାନେ ବଢ଼ିଆ କରି ଯେତେବେଳେ ଘୋଲ୍ଟା ବନାବେ ଇ ପ୍ରକାରେ କୋବି ସବୁ ରେଡ଼ି ହେବା। ଏଛେଙ୍କା ଆମେ ସବୁ ଯିମା ଆଉ ଛାନିକି ରେଡ଼ି କର୍ମା, ମାନେ କୋବିର ଚିପ୍ସ ସବୁ ରେଡ଼ି କର୍ମା। ତ ଦେଖୁନ୍ ହେଥିର୍ ଲାଗି ମୁଇଁ ରିଫାଇନ୍ ତେଲ୍ ଗରମ କରିଦେଇଛେଁ। ତେଲ୍ଟା ବଢ଼ିଆ ଗରମ ହେଇକିରି ଅଛେ। ଆଉ ଏଛେଙ୍କା ଗୋଟେ ଗୋଟେ କରି କୋବି ଆମେ ଏଥିରେ ଦେମା। ଆଉ ଦେଖୁନ୍ ଯେତେବେଲେ କୋବିଟା ଦେମା ଟିକେ ଛଡ଼ା ଛଡ଼ା କରିକି ଦେମା, ଯେନ୍ଥିରେ କି କୋବି ସବୁ ନାଇଁ ଲାଗ୍ବା ଆଉ ବଢ଼ିଆ କରି ଛାନି ହେବା। ଗୋଟେ ଘନା କୋବି ଦେଇ ସାରିଲା ପରେ ଆମେ ଟାକ୍ମା ଟିକେ ବାଗିର୍, ଯେନ୍ଥିରେ କି ତଲ୍ ପର୍ସନ୍ଟା କୋବିଟା ଟିକେ ବଢ଼ିଆ ଟାନ୍ ଟାନ୍ ହେଇଯିବା। ତାରପରେ ଆମେ ଯାଇ ଉଲ୍ଟା ପୁଲ୍ଟା କର୍ମା। ଆଉ ଦେଖୁନ୍ କିଛି ଟାଇମ୍ ଟାକ୍ଲା ପରେ ଏଛେଙ୍କା କୋବି ସବୁ ତଲ୍ ପର୍ସନ୍ଟା ବଢ଼ିଆ ଭାବେ ସିଝି ଆସ୍ଲାନ ଆଉ ବଢ଼ିଆ ଭାବେ ହେଇଗଲାନ। ତାରପରେ ଇଟାକେ ଆମେ ଉଲ୍ଟେଇ ଦେମା। ତ ଦେଖୁନ୍ ଏନ୍ତା କରି ଉଲ୍ଟେଇ ପୁଲ୍ଟେଇ କରି ଗ୍ୟାସ୍ ଫ୍ଲେମ୍କେ ମିଡ଼ିୟମ୍ ରଖିକିରି ସବୁ କୋବି ସବୁକେ ଛାନ୍ମା, ଯେନ୍ଥିରେ ବହୁତ ହି ବଢ଼ିଆ ଭାବେ ଏକଦମ୍ କ୍ରିସ୍ପି ହେଇକରି କୋବିର ଚିପ୍ସ ରେଡ଼ି ହେବା। ଆଉ ଖାଇବାର୍ ଲାଗି ବି ବଢ଼ିଆ ଲାଗ୍ବା ଆମ୍କୁ ଚିଲି କୋବିଟା। ତ ଦେଖୁନ୍ ବଢ଼ିଆ ଭାବେ ଛାନି ହେଇକରି ବଢ଼ିଆ ସିଝିଗଲାନ। ଆଉ କେତେ ସୁନ୍ଦର ଭାବେ ରେଡ଼ି ହେଇଛେ ଦେଖୁନ୍ ସବୁ ଚିପ୍ସ ସବୁ, ମାନେ ଫୁଲକୋବିର ଚିପ୍ସ ମାନେ। ଏଛେଙ୍କା ଏନ୍ତା କରି ସବୁ କୋବିକେ ଆମେ ଛାନିଦେମା ସେମ୍ ପ୍ରୋସେସ୍ରେ। ଗ୍ୟାସ୍ ଫ୍ଲେମ୍କେ ଟିକେ ମିଡ଼ିୟମ୍ ରଖିକରି, ବେଶୀ ହାଇ ନାଇଁ କରିକିରି ବେଶୀ କମ୍ ନାଇଁ କରିକରି ରଖିକି ସବୁ ବଢ଼ିଆ କରି ଛାନିଦେମା। ଆଉ ଦେଖୁନ୍
कोबी सब छानी हो सारा पर आम जीमा इतार सस पोषणटा बनामा। तो हेतिर लगी आमको जीवा पड़ा नेक्स्ट प्रोसेस के। तो देखो नेक्स्ट प्रोसेस रे एछेंका मुई गोटे कढ़ईटे गरम कर दीछे आ कढ़ई गरम हो आसलान एछेंका ई कढ़ईरे आम देमा रिफाइन तेल 3 चामच नहीं मुई बड़ बड़ चामच 3 चामच रिफाइन तेल आउ तेलटा टे गरम हो गला आम ए देमा किछिटा लेसुन काटिक टिकटी करी आ तार संगे कच्चा मिर्चाटा आप देवा चाहेबे बेले देवे नहीं देले भी किसी असुविधा नहीं न। आउ चिली कोबी जेहेतु टिके राग राग करवा बेले हेतिर लगी भल लागबा। तार संगे देमा कैप्सिकम आउ प्याज आउ कैप्सिकम मुई नहीं गोटे बड़ साइज्र आउ प्याज नहीं 2टा मीडियम साइज्र आ सबके समान प्रकार काटिक रेडी कर देखुन। जेहेतु एका संगे बढ़िया भाव भाजीदेला बेले बढ़िया भाव एका बतरिया सिझा आ खाइबार लगी भी आमको भल लागबा। तो सबके गैस फ्लेम के हाई करके भाजीदेमा टिके जेनथिरे कि इटा एकदम बेदबेदा है कि ना से टिके क्रंची है कि रहबा आ भल भाव सिझी भी जीवा आउ सिझा भल करी बोली करी आम एथे नून देमा स्वाद अनुसार नून देमा जेनटा कि आमको एछेंका कोबी और कैप्सिकम लागबा सेतकी नून क्या करी बेले आमर कोबी चिप्स रे आम नून देकरी बनीथिला। तो हेतिर लगी नून देवा नहीं पड़े खाली जितकी भी नून देमा एछेंका इथिरे टेस्ट अनुसार देमा। आगे आमको ये सस मैंने भी देवार अच्छे तो देखिक नूनटा देवे। गैस फ्लेम के मीडियम हाई रखी करी एछेंका कैप्सिकम और प्याज के भाजी देमा लगातार घाटी घाटी जेहेतु इतने नूनटा दिया तो कंटिन्यूअसली घाटी घाटी देले भाजमा प्याज और कैप्सिकम जितकी दरकार हमको से हिसाब से सिझी करी भाजी हो जावा। तो इटा टी भाजी ही आसला बेल के आम देमा गोटे चामच अदा आउ लेसुन दरकुटा करी टिके टिके दरकुटा वाला इतने देमा बेले खाइला बेले मुहे लागला बढ़िया लगबा और तार फ्लेवर तार टेस्ट बढ़ावा ही। तो देखुन सबू दे सारा पर एछेंगा बढ़िया भाव सब घाटी देमा आउ भाजी देमा जिते बेले तो अदा लेसुन पेस्ट कच्चा बासना नहीं जावा। तार पर एछेंगा मिसे देमा टमाटो सस 3 ରୁ 4 चामच आउ चिली सस देमा नियर हिसाब रे कम बेसी करके जी आमको दरकार से हिसाब। तो देखुन सस 2टा दे सारा पर आउ सबके भल टे मिसई देमा एछेंगा बेसी किसी भाजबार नाइन जेहेतु आम कैप्सिकम प्याजटा सिझी सारीचे। तो देखुन सबके भल भाव मिसई सारा पर एछेंगा आम देमा सोया ससटा पूरा पूरी ऑप्शनल है जगह आप चाहे बेले देवे नहीं देले भी किसी असुविधा नहीं न। इतने मुई देली सोया सस आधा चामच तापर देखुन तार कलरटा भी आसीगलान जेनकि आमर चिली कोबीर कलर थीसी पूरा पूरी आसी सारान आउ टिके टेस्ट और फ्लेवर ससी ससी टेस्ट देवार लगी आम एछे देमा कॉर्नफ्लोर घोलटा गोटे चामच कॉर्नफ्लोर के मुई पैन रे घोली देकरी एछे देदेली। आप मैंने टिके सस वाला जब चाहसान बेले इतने आटे पैन भी आप दे पारबे। आ तार देखुन इतने सबके आम छानी आगु फुलकोबी और चिप्स सबके मिसई देमा आ तापर बढ़िया करी ए घाटी देमा और मिसई देमा बढ़िया करी गैस फ्लेम के हाई रखी करी फुलकोबीर चिप्स संगे सब बढ़िया कर लोटपोट होकरी लगिजा से तो बढ़िया कर आम सबके मिसामा आ देखुन इटा केते बढ़िया कलर आ तार संगे केते सुंदर भाव लोटपोट होकरी एकदम बढ़िया रेडी होइछे आमर चिली कोबी। गैस फ्लेम के हाई रखिक सबके बढ़िया कर मिसई देमा आ तार पर गैस फ्लेमटा ऑफ कर देमा आ गरम गरम परसी देमा ई चिली फुलकोबीटा एवं देखुन सीधमा से पूरा फ्रेश फुलकोबी तो मिलूचे। तो किसी गोटे अलग करवाके चाहिए ई रेसिपीटा निश्चित भाव थोड़े ट्राए करन घरे आउ केनता लागला जे कमेंट करके निश्चित भाव जनाबे। आज ई रेसिपी आपको भल लगी भावुछे जदि भल लगला बेले लाइक टी निहाती भाव करबे आउ कई दिन आगे देखुन चैनल के बेले सब्सक्राइब करवाके बिल्कुल नहीं भूलबे। थोड़े करी रोटी हो कि भात संगे हो कि एंता स्नैक्स देवी आप मैंने खाई पारबे। तो करिकी देखुन भल निहाती भाव लगवा। तो आज रोचे फिर गोटे नया रेसिपी संगे बहुत जल्दी फिर पड़मा। जुहार।